ପ୍ରତ୍ୟହ ବିଭାଗ ଦୃଷ୍ଟି ନଦେଲେ ବିଚ୍ଛିନ୍ନ ହୋଇଯିବ ବୋଦାଇମୁଣ୍ଡା ମାଳ ଶାସନ ରାସ୍ତା। ସାଲେପୁର ଛତିଆ ରାସ୍ତାର ବୋଦାଇମୁଣ୍ଡା ବଜାରରୁ ମାଳ ଶାସନକୁ ଯାଇଥିବା ରାସ୍ତାର ବୋଦାମୁଣ୍ଡାଇ ଗାଁ ଶେଷ ଭାଗରେ ଥିବା ଗୋବରୀ ସେତୁ ପାର୍ଶ୍ୱରେ ମଝି ରାସ୍ତାରେ ହୋଇଛି କ୍ଷମା। ଯେଉଁ କ୍ଷମାଟି ପୁରା ଗଭୀର ହୋଇଛି ଯେ କେତେବେଳେ ଭାରୀ ଯାନ ଦବିଯିବ, ସେଥିପାଇଁ ଲୋକଙ୍କ ଭୟରେ ଚିନ୍ତା କାରଣ ପାଲଟିଛି। ଏହି ରାସ୍ତାରେ ସାଲେପୁରର ବିଭିନ୍ନ ଅଞ୍ଚଳର ପିଲାମାନେ ସ୍କୁଲ କଲେଜ ଯାତାୟାତ କରନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରାସ୍ତା ଦେଇ ଦୁଇଟି ବ୍ଲକ ଯଥା ସାଲେପୁର ବ୍ଲକ ଓ ମାହାଙ୍ଗା ବ୍ଲକର ପିଡିଏସ୍ ଚାଉଳ ପରିବହନ ହେଉଛି। ଏହି ରାସ୍ତାଟି ଦବିଗଲେ ଗୋଟେ ପ୍ରକାର ଯାତାୟାତ ଠପ ହୋଇଯିବ ବୋଲି ଆଶଙ୍କା ଅଛି। ତେଣୁ ପ୍ରଶାସନକୁ ଅନୁରୋଧ, ତୁରନ୍ତ ତତ୍ପରତା ସହିତ ଦୃଷ୍ଟି ଦେଇ ହେବାକୁ ଯାଉଥିବା ଦୁର୍ଘଟଣାକୁ ଏଡ଼ାଇ ଦେଇ ହେବ। ମୋ ନାଁ ଶଙ୍କରଷଣ ଦାସ, ଘର ବାରିଗୋଳ ପଞ୍ଚାୟତର ବୋଦାମୁଣ୍ଡେଇ ଗ୍ରାମ। ସେ ଘାଇ ହେଇଯାଇଛି, ତାକୁ ପୁଣି ଦେଖିକିରି ସରକାରଙ୍କୁ ଜଣେଇଲେ, ଡିପାର୍ଟମେଣ୍ଟକୁ ଏଇସବୁ ମାଧ୍ୟମରେ ଆପଣଙ୍କ ଟିଭି ମାଧ୍ୟମରେ ଜଣେଇଲେ ସେମାନେ ଆସିକିରି ଏ କାମ କରିବେ। ତାଙ୍କୁ ଜଣେଇବାକୁ ପଡ଼ିବ। ଏଇଟା ବୋଦାମୁଣ୍ଡିରୁ ମାଳ ଶାସନ ଯାଇଛି। ଏପଟେ ଏଠି ଗୋଟେ ଡିପୋ ଅଛି, ଚାଉଳ ଡିପୋ। ପ୍ରାୟ ଦିନକୁ 25 ଖଣ୍ଡା ଗାଡ଼ି ଡେଲି ଯିବା ଆସିବା କରୁଛି ଲୋଡ଼ ନେଇକିରି। ଆଉ ଏଇଟା କେତେବେଳେ ଯେ ପୋଲ ଖସି ପଡ଼ିବ ତାର କିଛି ଠିକ୍ ଠିକଣା ନାହିଁ। ତେଣୁ ପ୍ରଶାସନ ଆ ପ୍ରତି ଦୃଷ୍ଟି ଦେଲେ ଭଲ ହୁଅନ୍ତା। କଟକ ଜିଲ୍ଲାରୁ ମହେଶ୍ୱର ବେହେରାଙ୍କ ରିପୋର୍ଟ, ସତ୍ୟମ୍ ଟିଭି।